ଖୋଲା ଆକାଶରେ ଚୁଲିରେ ଆମର ମାଛ ଭଜା ହେଉଛି। ଏଠି ମାଛ, ଏଠି ଆଳୁ ନେଇକି ଭଜା ହେବ, ଆଉ ଏଠି ହେଉଛି ବାଇଗଣ ଆଣିଛି ପଡ଼ିବ, ପିଆଜ ରସୁଣ ଛଡ଼ା ହେବ। ରୋଷେଇ ହେଉଛନ୍ତି ଆମର ପତିଦେବ। ଆଉ ଆଇଁଷ ବାରରେ ମୋର ପତିଦେବ ହିଁ କରନ୍ତି। ହଁ, ମାଛଟା ଉଠୁନାହିଁ। ହଁ, ଉଠିଲା। ହଁ, ହେଇଗଲା। ଆଉ ରୋଷେଇଆ କିଏ ଭାଙ୍ଗିଲା? ଦେଖନ୍ତୁ ସାଙ୍ଗମାନେ, ପତିଦେବ ମାନେ ଯୁଦ୍ଧ କ୍ଷେତ୍ରରେ ଲାଗି ପଡ଼ିଛନ୍ତି। ଆଉ ହଁ, ଉଠିଗଲା, ଭାଙ୍ଗିଗଲା। ଆପଣମାନେ ତ ଦେଖୁଛନ୍ତି, ଆଉ ମୁଁ କ'ଣ କହିବି। ଯେହେତୁ ଝିଅ ପିଲା, ପୁଅ ପିଲା ବି ରୋଷେଇ କରୁଛନ୍ତି। ମାଷ୍ଟର କ'ଣ ହେବ ରୋଷେଇ, କ'ଣ କୁହନ୍ତି ପୁଅ ପିଲାଙ୍କୁ? ମାଷ୍ଟର ମାଇଣ୍ଡ। ଖୋଲା ଆକାଶରେ ସୂର୍ଯ୍ୟ ମହାପ୍ରଭୁ ଅଛନ୍ତି। ଏ ଆଜି ଆକାଶରେ ଦୃଶ୍ୟ ବଉଳ ପୁରା ନାଚିକି ହେଇଛି। ସାଙ୍ଗମାନେ ଆମ୍ବ ହେଲେ ଖାଇବେ। ସେଥିବାରେ ସଫାସଫି କରିବେ। ଜିନ୍ ପ୍ୟାଣ୍ଟ ସେ ତ ସଫା କରିବେନି। ଏଇଠାଠୁ ଆରମ୍ଭ କରି ସେ ମୁଣ୍ଡ ଯାଏଁ ଯେତିକି ସବୁ ମୁଁ ସଫାସଫି କରିଛି। ମୁଁ ସଫାସଫି କରିଦେଲି, ଠାକୁର ପୂଜିଲି, ଚା ମୋର ସକାଳେ ଯେତିକି କାମ ମୁଁ କଲି। ତାପରେ ପତିଦେବ କହିଲେ ମୁଁ ଯାଉଛି ମାଛ ଭାଜି। ସେ ତାଙ୍କର ଏଠି ମାଛ ଭାଜୁଛନ୍ତି ଚୁଲିରେ। ଆଉ ଚୁଲିରେ ଆଉ ଗୋଟେ ଜିନିଷ ବି ହେବ, ସେଇଟା ହେଲେ ଯାଇକି ଆପଣମାନଙ୍କ ସହିତ ସେୟାର କରିବି। ଆଗୁଆ ସେୟାର କରିଦେଲେ ସେଇଟା ହେବନି, କି ସରପ୍ରାଇଜ୍ରେ ରହିଯିବ। ସେଇଟା ହେଉ, ଆପଣମାନଙ୍କ ସହିତ ସେୟାର କରି ଆପଣମାନେ ବି ଏମିତି ଅପେକ୍ଷା କରିଥାନ୍ତୁ, ଦେଖିବେ ନା କ'ଣ ହେବ ଖରାବେଳକୁ। ଇଏ ପଖାଳ ଖିଆ ହେବ, ଖରାବେଳେ କ'ଣ ହେବ ସେଇଟା ମୁଁ ଆପଣମାନଙ୍କ ସହିତ ସେୟାର କରିବି। ଆସନ୍ତୁ ଖାଇବେ ପଖାଳ। ଚୁଲିରେ ସାଙ୍ଗେ ସାଙ୍ଗେ ପୋଡ଼ିକି ଆଣିଛି, ଦଳା ହେବ। ଆଉ ଇଏ ଦେଶୀ ଖାଇବା ମାଛ ଆଉ ଚିଙ୍ଗୁଡ଼ି ରସୁଣ କଞ୍ଚା ଉପରେ ଦଳା ହେବ। ଏଠି ପତିଦେବ ଭୋକ କଲାଣି, ମୁହଁ ପୁରା ଶୁଖିଗଲାଣି। ମୁଁ ଆଉ କେତେ କଥା ଗପିବିନି, ମୁଁ ଖାଇସାରି ଆପଣମାନଙ୍କ ସହିତ କଥା ହେଉଛି। ଭୋକ ଜୋର କଲାଣି। ବାସି ପଖାଳକୁ ପୁରା ଫ୍ରେଶ୍ ଜିନିଷ ସବୁ, ମାନେ ଦଳାଦଳି ପାଗ। ମାନେ ମସଲା କଷା ହେଇଥିଲା, ଏଣିକି ଆଳୁ ପଡ଼ିବ। ଡାଇରେକ୍ଟ ଦେଖି ଫାଷ୍ଟ ଦେଖି ହେଇପାରିଲାନି। ପାଣି ଦିଅ, ଭଲ ବାସ୍ନା ହେଉଛି। ପୁଣି ଏକାଦିନେ ପାଣି ଦେଇଦେଲ। ଆକୁ ବି କଷ। ଆଜ୍ଞା, ଚୁଙ୍ଗୁଡ଼ି ପଡ଼ିବ। ମେନ୍ ଆମର ଆଜି ଚୁଙ୍ଗୁଡ଼ି ବିରିୟାନୀ ହେଉଛି। ଆଜି ବିରିୟାନୀ ତା ଝୋଳ ଟିକେ ଇଏ କଚମ୍ବର। ଆସ ଖାଇବା। ଖାଇବା ପିଇବା ସଇଲା, ମଜା ଧୁଆ ସଇଲା, ଲୁଗାପଟା ଆଣି ଭାଙ୍ଗିକି ଥୋଇଦେଲି। ଆସିଲି ଟିକେ ଶୟନ କରିବା। ମୁଁ ସବୁବେଳେ ସେଠି ଶୟନ କରେ, ଯେହେତୁ ଆଜି ପତିଦେବ ଅଛନ୍ତି, ସବୁ ପଡ଼ିଛନ୍ତି। ମୁଁ ଭାବିଲି ମୁଁ ବି ଟିକେ ତଳେ ଶୋଇପଡ଼େ, ତଳେ ଶୋଇଲେ ସବୁଠୁ ଭଲ। ସେଥିପାଇଁ କି ଶୋଇ ଆସିପଡ଼ିଲି। ଆସିକି କାନ କୁଣ୍ଡଉଛି। ଆଉ ଥଣ୍ଡାରୁ ଖାଲି ମୋ କାନରେ ଏମିତି କୁଣ୍ଡେଇ ହେଉଛି ରେ ବାପ, ଯେମିତି ହିମାଳୟର ପର୍ବତ ଖସି ଯାଉଛି। ସେମିତି ମୋ କାନ କୁଣ୍ଡେଇ ହେଉଛି। ଆପଣମାନେ ତ ଦେଖିଲେ ଆଜିର ଛୋଟ ମୋଟ ବ୍ଲଗ। ସକାଳେ ଥିଲା ମାଛ ଭଜାକୁ ପଖାଳ ଭାତ, ଦେଖିଲ ଥିଲା। ଆଉ ଏଇଟା ଥିଲା ବିରିୟାନୀ। ଆପଣମାନେ ଯଦି କହିବେ ଆମେ କେମିତି କରୁଛୁ, ଫାଷ୍ଟ ମୁଁ ସେୟାର କରିବି। ଯଦି ଆପଣମାନେ କହିବେ, ଆଉ କମେଣ୍ଟ ମାଧ୍ୟମରେ ଯଦି କହିବେ, ଆମେ ଆପଣମାନଙ୍କୁ ସେୟାର କରିବୁ। ନହେଲେ ଆମେ ଏମିତି ତ ବ୍ଲଗ, ଆମେ ତ ରୋଷେଇଆ ନୁହଁ ନା, ରୋଷେଇଆ ବ୍ଲଗ ନୁହଁ ନା। ତଥାପି ଆମକୁ ମାନେ ଯେହେତୁ ବ୍ଲଗଟା କରୁଛି, ଦିନ ଭରି ଯାହା ବି ଯେମିତି କରୁଛି ସବୁ ସେୟାର କରୁଛି। ଯିଏ ମାନେ କୁକିଂର ଖୋଲିଥାନ୍ତି, ସେ କେବଳ କୁକିଂର ଫାଷ୍ଟ ଲାଷ୍ଟରେ ଦେଖିବେ। ଆମେ ତ ନର୍ମାଲ ଏମିତି ବ୍ଲଗ କରିଛୁ, ସବୁ ଦେଖେଇ ପାରିବୁ। ସେଥିପାଇଁ କି ବେଳେବେଳେ ବି ଇଚ୍ଛା ହେଇଯାଏ, ମୁଁ ଦେଖାଏ, ଫାଷ୍ଟ ଦେଖାଏ, ମନ ହେଲେ। ତାପରେ ଯଦି ଆପଣମାନେ କମେଣ୍ଟ ବକ୍ସରେ କହିବେ, ତାହେଲେ ଆମେ କେମିତି ବିରିୟାନୀ ଆମ ଷ୍ଟାଇଲରେ କରୁଛୁ ସେଇଟା ଆପଣମାନଙ୍କ ସହିତ ସେୟାର କରିବି। କିନ୍ତୁ ଖାଇବାଟା ପୁରା ମସ୍ତ ଥିଲା। ଫାଷ୍ଟ ହେଲା ଚିକେନ୍ ବିରିୟାନୀ ହେଇଛି, ଭେଜ୍ ବିରିୟାନୀ ହେଇଛି, ଚୁଙ୍ଗୁଡ଼ି ବିରିୟାନୀ ହେଲା। ପତିଦେବ ତାଙ୍କର ଚିକେନ୍ ବିରିୟାନୀ କରିଥିଲେ, ସାଙ୍ଗମାନେ ଆସିଥିଲେ, ସେ ତାଙ୍କର କରିଥିଲେ। ମଝିରେ ଫାଷ୍ଟ ତିଆରି କରିଛନ୍ତି ପତିଦେବ।
ଆମେ ଖାଲି ଶୁଖିଲାଟେ କଚମ୍ବର ଖାଇଥିଲୁ। ଆଉ ଭେଜ୍ ବିରିୟାନୀ ହେଇଥିଲା, ସମସ୍ତେ ନୂଆ ସମସ୍ତେ ଖାଇଥିଲୁ। ଚୁଙ୍ଗୁଡ଼ି ବିରିୟାନୀ ହେଲେ ଆମେ ସମସ୍ତେ ଖାଇବୁ, ସେଥିପାଇଁ ଆଜି ଚୁଙ୍ଗୁଡ଼ି ବିରିୟାନୀ ହେଲା। ମଟନ୍ ବିରିୟାନୀ ହେଲେ ବି ଆମେ ସମସ୍ତେ ଖାଇପାରିବୁ, କିନ୍ତୁ ମୁଁ ମଟନ୍ ତ ଖାଏନି। ଚିଙ୍ଗୁଡ଼ି ମାଛ ଆଜି ଗୋଟେ ଆସିଥିଲେ ଦେଶୀ ମାଛ, ଭାରି ଖୁସି ଥିଲି। ମୁଁ ତ ଦେଶୀ ମାଛ ଝୋଳ କରିବି, ସୋରିଷ ଦେଇକି ଖାଇବି। ଦେଖିଲା ବେଳକୁ ମଉସା କହିଲେ ସରିଗଲାଣି, କହିଛନ୍ତି ବୁଧବାର ଦିନ ଦେବେ। ଦେଶୀ ମାଛ କିଲୋ 200, ଅଧ କିଲୋ ରଖିଲେ ଆମର ହେଇଯିବ। ହଉ, ମୁଁ ବେଶୀ କିଛି ଗପିବିନି, ପୁଣି ଭିଡ଼ିଓ ଏଡ଼ିଟିଂ କରିକି ଠିକ୍ ଟାଇମ୍ରେ ପୋଷ୍ଟ କରିବାର ଅଛି। ଆଜିର ବ୍ଲଗ୍ଟାକୁ ମୁଁ ଏଇଠି ଏଣ୍ଡ କରୁଛି। ଆଶା କରୁଛି ଆପଣମାନେ ମୋ ଭିଡ଼ିଓକୁ ଫାଷ୍ଟ ଦେଖୁଛନ୍ତି। ଆଉ ପୁଣି ଦେଖାହେବା କାଲି ନୂଆ ଫେଜ୍ ବାଲା ବ୍ଲଗ୍କୁ। ଯିଏ ବି ନୂଆ ଅଛନ୍ତି ଜଲ୍ଦି ଚ୍ୟାନେଲ୍କୁ ଯାଆନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ବେଲ୍କୁ ଦବାଇ ଦିଅନ୍ତୁ, ଯେଉଁଥିପାଇଁ ସର୍ବପ୍ରଥମେ ମୋ ଭିଡ଼ିଓ ଆପଣମାନେ ପାଇପାରିବେ। ଆଉ ଭିଡ଼ିଓରେ ଯଦି ମୋ ଦ୍ୱାରା କିଛି ଭୁଲ ରହିଯାଉଛି ତ ମୋତେ କମେଣ୍ଟ ମାଧ୍ୟମରେ କହିବେ, ମୁଁ ନିଜକୁ ସୁଧାରିବି। ଯଦି ବି କିଛି ଭୁଲ ଯଦି ଅଛି ସେଇଟା ମୁଁ ଭାବୁଛି, କାହିଁକିନା ମୁଁ ତ ଜାଣିପାରୁନି ମୁଁ କ'ଣ ଭୁଲ କରୁଛି। ଯଦି ଆପଣମାନେ ଭାବୁଛନ୍ତି ମୁଁ ଟିକେ ଭୁଲ ରହିଯାଇଛି ତ ମୁଁ କ୍ଷମା ପ୍ରାର୍ଥନା କରୁଛି। ପୁଣି ଦେଖାହେବା କାଲି। ରହୁଛି, ସମସ୍ତଙ୍କୁ ଦିଲ୍ସେ ନମସ୍କାର, ଟାଟା, ଜୟ ମା ମଙ୍ଗଳା। ବାଏ ବାଏ।